ଓମ୍ ସାଇରାମ। ଆଜିର ସାଇ ସନ୍ଦେଶରେ ବାବା କହୁଛନ୍ତି, ମୋର ପ୍ରିୟ ସନ୍ତାନ, ମୁଁ ଜାଣିଛି ତୁ ବହୁତ କିଛି କଥା ଭାବୁଛୁ। ତୋ ମନ ଜମାରୁ ଭଲ ନାହିଁ। ମନରେ ବହୁତ କିଛି କଥା ବି ଅଛି। ସନ୍ତାନ, ମନରେ ସବୁ କଥାକୁ ରଖିଲେ ଜୀବନଟା ବୋଝ ପରି ଲାଗିବ। ତୁ ସେ ବୋଝକୁ ମୋ ଚରଣରେ ସମର୍ପଣ କରିଦେ। ମୁଁ ତୋର ସେ ବୋଝକୁ ନିଶ୍ଚୟ ସମ୍ଭାଳିବି ସନ୍ତାନ। ମୁଁ ତତେ ସମ୍ପୂର୍ଣ୍ଣ ମୁକ୍ତ କରିଦେବି। ତୁ ଟିକେ ଶାନ୍ତିରେ ଆଉ ଖୁସିରେ ରହିବୁ। ସେ ବୋଝ କେମିତି ତୋ ଜୀବନରୁ ଯିବ ବୋଲି ତୁ ମୋତେ ପ୍ରଶ୍ନ ନିଶ୍ଚୟ କରିବୁ। ସନ୍ତାନ, ମୋର ସାଇ ଚରିତ୍ରକୁ ଗୋଟିଏ ଲେଖା ଅଧ୍ୟାୟ ସବୁଦିନ ପାଠ କର। ତୋ ଜୀବନରୁ ସମସ୍ତ କଷ୍ଟ ବାଧା ବିଘ୍ନ ଦୂରେଇ ଯିବ। ସନ୍ତାନ, ମନରେ ବହୁତ କିଛି କଷ୍ଟକୁ ରଖିଛୁ, ମୁଁ ଜାଣିଛି। ସେ ସବୁକୁ ଯଦି ତୁ ଭାବିବୁ ତାହେଲେ ତୁ ତୋ ଜୀବନରେ କିଛି ବି କରିପାରିବୁନି। ତୋ ଜୀବନ ସେମିତି ଅଧା ରାସ୍ତାରେ ରହିଯିବ। ଲୋକମାନେ ବହୁତ କିଛି କଥା କହିବେ, ଭଲ କଲେ କହିବେ, ଖରାପ କଲେ ବି କହିବେ, କିନ୍ତୁ ତୁ କ'ଣ ତୋ ବାବା ଜାଣିଛି। ଲୋକମାନଙ୍କ କଥାରେ ଜମା ମୁଣ୍ଡ ପୁରାନି ସନ୍ତାନ। ତାଙ୍କୁ ତାଙ୍କ ରାସ୍ତାରେ ଛାଡ଼ିଦେ। ସିଏ ଯଦି ତତେ କିଛି କହୁଛନ୍ତି ତାହେଲେ ତୁ ସେଇଠୁ ଦୂରେଇ ଆ। ମୁଁ ତ ଭଲ ପାଇ କହୁଛି ସନ୍ତାନ। ମଣିଷ ଜୀବନ ପାଇଛୁ, ଦିନ ସାରା ଭଗବାନଙ୍କ ନାମକୁ ସ୍ମରଣ କର। ଏବେ ଖରାଦିନ ଆସିଲାଣି, କିଛି ଜଳ ତୁମ ଛାତ ଉପରେ ନେଇ ରଖିଦେ। କିଛି ପକ୍ଷୀମାନେ ସେ ପାଣି ପିଇଲେ ତୁମକୁ ବହୁତ ଆଶୀର୍ବାଦ କରିବେ। ମୋର ଏ କଥାକୁ ତୁ କେବେ ବି ଭୁଲିବୁନି। ଗୋଟେ ଜିନିଷ ସବୁବେଳେ ମନେ ରଖିବୁ, ମୁଁ ତୋ ସହିତ ଅଛି। ଜୀବନରେ ଯେତେ କଷ୍ଟ ଆସୁ, ଯଦି ତୁ ମୋ ଉପରେ ଭରସା ରଖିଛୁ, ତୋର କିଛି ଅସୁବିଧା ହେବନି। ମୁଁ ତତେ ସବୁବେଳେ ସାହାଯ୍ୟ କରିବି। ତୋ ଛୁଆ କଥାକୁ ନେଇକି ତୁ ଜମା ଚିନ୍ତା କରନି। ସେ ବହୁତ ଭଲ ମଣିଷ ହେବ। ତୋର ମନରେ ଏକଥା ବି ଆସୁଛି, ଦୁନିଆ ବହୁତ ଖରାପ ହେଇଗଲାଣି, ମୋ ଛୁଆଟି କେମିତି ଏ ସଂସାରରେ ରହିବ। ସନ୍ତାନ, ସେ କଥା ବି ତୁ ଚିନ୍ତା କରନା। ମୁଁ ଅଛି। ମୁଁ ତାକୁ ସବୁବେଳେ ଭଲରେ ରଖିବି, ଆଉ ତାକୁ ନିଶ୍ଚୟ ସାହାଯ୍ୟ କରିବି। ସେ ଗୋଟେ ଭଲ ମଣିଷ ହେବ। ତୁ ପରା ମୋ ଚରଣରେ ସବୁ ଛାଡ଼ି ଦେଇଛୁ, ତାହେଲେ ଏସବୁ କଥା କାହିଁକି ଚିନ୍ତା କରୁଛୁ? ତୁ ମୋ ଉପରେ ଭରସା ରଖିଥିଲୁ ବୋଲି, ଧୈର୍ଯ୍ୟ ଧରିଥିଲୁ ବୋଲି ତୋ ଜୀବନରେ ମୁଁ ତତେ ସବୁ ଖୁସି ଦେଇଛି ସନ୍ତାନ। ବେଶୀ ଡେରି ବି ହେଇନି। ସବୁ ସୁଖ ମୁଁ ତତେ ଦେଇଛି। ଏବେ ତୋ ସୁଖରେ କେହି ନଜର ଲଗେଇ ପାରିବେନି। କାହିଁକି ଜାଣିଛୁ? ତୋ ବାବା ପରା ତୋ ସାଙ୍ଗରେ ଅଛି। ସନ୍ତାନ, ତୁ ଯା, ସକାଳୁ ଏପର୍ଯ୍ୟନ୍ତ କିଛି ବି ହେଲେ ଖାଇନୁ, ପାଣି ବି ଟିକେ ପିଇନୁ, ଯୋଉଥିପାଇଁ କି ତୋ ଦେହ ପୁରା ଅସୁସ୍ଥ ହେଇ ପଡ଼ିଲାଣି। ତୁ ଏବେ ନିଜେ ଖୁସିରେ ରହ। ନିଜେ ଖୁସିରେ ରଖିଲେ ସିନା ଅନ୍ୟକୁ ଖୁସି ଦେବୁ। ସବୁବେଳେ ଚିନ୍ତା କରୁଛୁ ସମସ୍ତଙ୍କ ପାଇଁ, ହେଲେ ନିଜ ପାଇଁ ତ କେତେବେଳେ ବି ଚିନ୍ତା କରୁନୁ। ନିଜକୁ ଆଗେ ଖୁସିରେ ରଖ। ନିଜେ ଖାଇବା ପିଇବା ଠିକରେ କର। ତେବେ ଯାଇ ତୋ ବାବା ଖୁସି ହେବ, ଆଉ ତତେ ବହୁତ ସାରା ଆଶୀର୍ବାଦ ଦେବ। ଅଳସୁଆକୁ ତ୍ୟାଗ କର। ନିଜ ଶରୀରର ଯତ୍ନ ନେ। ଆଉ ଯେତେବେଳେ ଦେହ ଖରାପ ହେଇଯିବ, ସେତେବେଳେ ଆଉ ବାବାକୁ ଦୋଷ ଦେବୁନି ସନ୍ତାନ। କହିବୁନି ଯେ ବାବା ତମେ ତ ଅଛ, ମୋ ଦେହ କାହିଁକି ଖରାପ ହେଲା। କିନ୍ତୁ ବାବା ତତେ ଯେତେବେଳେ କହିଥିଲା ତୁ ଏସବୁ କାମ ଠିକରେ କର, ସେତେବେଳେ ତୁ କରିଥିଲୁ। ସେତେବେଳେ ତ ବାବା ତତେ ଏହି ଉତ୍ତର ହିଁ ଦେବ। ସେ ଯୋଗୁଁ ସମୟ ଥାଉ ଥାଉ ନିଜକୁ ସୁଧାରି ନେ। ମୁଁ ଜାଣିଛି ତୁ ବହୁତ ଭଲ, ତୋର ହୃଦୟ ବହୁତ ସଫା। ସେଥିଲାଗି ତ ତୋ ପଛରେ ବହୁତ ଲୋକ ତତେ ଖରାପ କରି କହୁଛନ୍ତି, କିନ୍ତୁ ତୁ ସେଥିରେ ଧ୍ୟାନ ଦେନି। ତୋ ବାବା ଅଛନ୍ତି, ତୁ ସବୁବେଳେ